ଜୟ ଜଗନ୍ନାଥ ସାଙ୍ଗମାନେ, ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି 15 ଅଗଷ୍ଟ 2025ରେ ଭାରତ କେଉଁ ସ୍ୱାଧୀନତା ଦିବସ ପାଳନ କରୁଛି? ଅପସନ୍ ଏ 79ତମ, ଅପସନ୍ ବି 76ତମ, ଅପସନ୍ ସି 77ତମ, ଅପସନ୍ ଡି 78ତମ। ଏହାର ଉତ୍ତରଟି ହେଉଛି ଅପସନ୍ ଏ 79ତମ। ଦ୍ୱିତୀୟ ପ୍ରଶ୍ନଟି ହେଉଛି ଦାଣ୍ଡି ମାର୍ଚ୍ଚକୁ କିଏ ନେତୃତ୍ୱ ଦେଲା? ଅପସନ୍ ଏ ଲାଲା ଲଜପତ ରାୟ, ଅପସନ୍ ବି ମହାତ୍ମା ଗାନ୍ଧୀ, ଅପସନ୍ ସି ସୁଭାଷ ଚନ୍ଦ୍ର ବୋଷ, ଅପସନ୍ ଡି ସର୍ଦ୍ଦାର ପଟେଲ। ଏହାର ଉତ୍ତରଟି ହେଉଛି ଅପସନ୍ ବି ମହାତ୍ମା ଗାନ୍ଧୀ। ତୃତୀୟ ପ୍ରଶ୍ନଟି ହେଉଛି ପ୍ରଥମେ କିଏ ଭାରତୀୟ ଜାତୀୟ ସେନା ଆଇଏନ୍ଏ ଗଠନ କରିଥିଲେ? ଅପସନ୍ ଏ ଭଗତ ସିଂ, ଅପସନ୍ ବି ମୋହନ ସିଂ, ଅପସନ୍ ସି ସୁଭାଷ ଚନ୍ଦ୍ର ବୋଷ, ଅପସନ୍ ଡି ମଙ୍ଗଲ ପାଣ୍ଡେ। ତେବେ ଫ୍ରେଣ୍ଡସ୍, ଆପଣଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ପ୍ଲିଜ୍ ଗୋଟେ ଲାଇକ୍ କରିକି ଆମକୁ ସପୋର୍ଟ କରନ୍ତୁ। ଏହାର ଉତ୍ତରଟି ହେଉଛି ଅପସନ୍ ବି ମୋହନ ସିଂ। ଚତୁର୍ଥ ପ୍ରଶ୍ନଟି ହେଉଛି ଭାରତର ଲୌହ ପୁରୁଷ ଭାବରେ କିଏ ଜଣାଶୁଣା ଥିଲେ? ଅପସନ୍ ଏ ସୁଭାଷ ଚନ୍ଦ୍ର ବୋଷ, ଅପସନ୍ ବି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଅପସନ୍ ସି ଜବାହରଲାଲ ନେହେରୁ, ଅପସନ୍ ଡି ଡକ୍ଟର ବି.ଆର୍. ଆମ୍ବେଦକର। ଏହାର ଉତ୍ତରଟି ହେଉଛି ଅପସନ୍ ବି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ପଞ୍ଚମ ପ୍ରଶ୍ନଟି ହେଉଛି ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ କେଉଁ ପୁରସ୍କାର ଘୋଷଣା କରାଯାଏ? ଅପସନ୍ ଏ ସାହସିକତା ପୁରସ୍କାର, ଅପସନ୍ ବି ପଦ୍ମ ପୁରସ୍କାର, ଅପସନ୍ ସି ଭାରତ ରତ୍ନ, ଅପସନ୍ ଡି ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଏହାର ଉତ୍ତରଟି ହେଉଛି ଅପସନ୍ ଏ ସାହସିକତା ପୁରସ୍କାର। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ? ଅପସନ୍ ଏ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଅପସନ୍ ବି ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଅପସନ୍ ସି ସୁଭାଷ ଚନ୍ଦ୍ର ବୋଷ, ଅପସନ୍ ଡି ଜବାହରଲାଲ ନେହେରୁ। ଏହାର ଉତ୍ତରଟି ହେଉଛି ଅପସନ୍ ଡି ଜବାହରଲାଲ ନେହେରୁ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଭାରତର ଜାତୀୟ ଗୀତ କ'ଣ? ଅପସନ୍ ଏ ଜନ ଗଣ ମନ, ଅପସନ୍ ବି ବନ୍ଦେ ମାତରମ୍, ଅପସନ୍ ସି ସଲାମ ଭାରତ, ଅପସନ୍ ଡି ସାରେ ଜହାଁ ସେ ଆଚ୍ଛା। ଏହାର ଉତ୍ତରଟି ହେଉଛି ଅପସନ୍ ବି ବନ୍ଦେ ମାତରମ୍। ପରବର୍ତ୍ତୀ ପ୍ରଶ୍ନଟି ହେଉଛି 15 ଅଗଷ୍ଟ 1947ରେ ପ୍ରଥମ ଭାରତୀୟ ପତାକା କେଉଁଠାରେ ଉତ୍ତୋଳନ କରାଯାଇଥିଲା? ଅପସନ୍ ଏ ଲାହୋରୀ ଗେଟ୍, ଅପସନ୍ ବି ଦିଲ୍ଲୀ ଗେଟ୍, ଅପସନ୍ ସି କାଶ୍ମୀର ଗେଟ୍, ଅପସନ୍ ଡି ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ। ଏହାର ଉତ୍ତରଟି ହେଉଛି ଅପସନ୍ ଏ ଲାହୋରୀ ଗେଟ୍। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଭାରତୀୟ ସମ୍ବିଧାନର ଜନକ କିଏ? ଅପସନ୍ ଏ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଅପସନ୍ ବି ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଅପସନ୍ ସି ମହାତ୍ମା ଗାନ୍ଧୀ, ଅପସନ୍ ଡି ଡକ୍ଟର ବି.ଆର୍. ଆମ୍ବେଦକର। ଏହାର ଉତ୍ତରଟି ହେଉଛି ଅପସନ୍ ଡି ଡକ୍ଟର ବି.ଆର୍. ଆମ୍ବେଦକର। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଅଶୋକ ଚକ୍ରରେ କେତୋଟି ସ୍ପୋକ୍ ଅଛି? ଅପସନ୍ ଏ 24, ଅପସନ୍ ବି 28, ଅପସନ୍ ସି 20, ଅପସନ୍ ଡି 18।
ତେବେ ଫ୍ରେଣ୍ଡସ୍, ଏହାର ଉତ୍ତରଟି ଜାଣିବା ଆଗରୁ ଆପଣଙ୍କୁ ଯଦି ଆମ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ପ୍ଲିଜ୍ ଗୋଟିଏ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏହାର ଉତ୍ତରଟି ହେଉଛି ଅପସନ୍ ଏ 24।